Good morning everyone. Welcome to Daily Learning. ଆଜି ଆମେ ଏଇ ଭିଡିଓରେ ଇଣ୍ଡିଆ ଷ୍ଟ୍ରଗଲ ଫର ଫ୍ରିଡମ ର ଆଉ କେତେଟା ଏମସିକ୍ୟୁ ଡିସ୍କସନ କରିବା। ଏଟା ହଉଛି ୟାର କ୍ଲାସ ନମ୍ବର 1.5। ୟାର ପ୍ରଥମ ରିଭିଜନ କ୍ଲାସ ଏଇଟା। ଆଉ ୟାର ହଉଛି 5 ନମ୍ବର ପାର୍ଟଟା ଏଇଟା ମୁଁ ଅପଲୋଡ କରୁଛି। ୟା ପୂର୍ବରୁ ଅଲରେଡି ଆଇଏନସି କେବେ ଫର୍ମେସନ ହେଇଥିଲା, ତାର ପ୍ରେସିଡେଣ୍ଟ ସବୁ, ତାର ଫାର୍ଷ୍ଟ ଫିମେଲ ପ୍ରେସିଡେଣ୍ଟ, ଫାର୍ଷ୍ଟ ଇଣ୍ଡିଆନ ଫିମେଲ ପ୍ରେସିଡେଣ୍ଟ, ତାପରେ ହଉଛି ଆଇଏନସି ଯୋଉ ଦି ଭାଗ ହେଇଗଲା ଏକ୍ସଟ୍ରିମିଷ୍ଟ ଆଉ ମଡରେଟ ସେ ବିଷୟରେ, ଜାଲିଆନବାଗ ହତ୍ୟାକାଣ୍ଡ, ବ୍ଲାକ୍ ଆକ୍ଟ, ଏ ସବୁ ବିଷୟରେ ମୁଁ ଅଲରେଡି ଅସହଯୋଗ ଆନ୍ଦୋଳନ, ଏ ସବୁ ବିଷୟରେ ମୁଁ ଅଲରେଡି କ୍ଲାସ କରିସାରିଛି। ପୂର୍ବ ଯୋଉ ଆମର 4ଟା ପାର୍ଟରେ ସବୁ ମୁଁ ଡିସ୍କସନ କରିସାରିଛି। ଯୋଉ ଅସହଯୋଗ ଆନ୍ଦୋଳନ ପରଠାରୁ ତାପରେ ଆମ ଭାରତରେ କଣ କଣ ସବୁ ହେଇଥିଲା, ତ ସ୍ୱାଧୀନତା ପର୍ଯ୍ୟନ୍ତ ସେ ସମୟରେ ସେ ସବୁ ବିଷୟରେ ଆମେ ଏଇ ଭିଡିଓରେ ଆଜି ଡିସ୍କସନ କରିବା। ତ ଆଜିର ପ୍ରଥମ କ୍ୱେଶ୍ଚନ କଣ ହଉଛି ଦେଖିଦବା। ତ ଚୌରୀ ଚୌରା ଇନସିଡେଣ୍ଟ ଟୁକ୍ ପ୍ଲେସ୍ ଅନ୍, ଏଇ ଚୌରୀ ଚୌରା ଇନସିଡେଣ୍ଟଟା କେବେ ହେଇଥିଲା ବୋଲି ପଚାରୁଛି। 1920 ମସିହାରେ କଣ ହେଇଥିଲା ନା ଅସହଯୋଗ ଆନ୍ଦୋଳନ ହେଇଥିଲା। ଆଉ ହଉଛି କଣ କରିଥିଲେ, ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଇଯାଇଥିଲା, ଯୋଉଟା କି ନନ୍ କୋଅପରେସନ ମୁଭମେଣ୍ଟ। କିନ୍ତୁ ସେଟା ଗୋଟେ ଇନସିଡେଣ୍ଟ ପାଇଁ ସେଟା ବନ୍ଦ ହେଇଗଲା, ଯୋଉଟା କି ଚୌରୀ ଚୌରା ଇନସିଡେଣ୍ଟ। ଏଟା କଣ ପାଇଁ କେବେ ହେଇଥିଲା ନା ଏଟା 4 ଫେବୃଆରୀ 1922 ରେ ହେଇଥିଲା। କେବେ ହେଇଥିଲା ଏଇ ଚୌରୀ ଚୌରା ଇନସିଡେଣ୍ଟଟା? 4 ଫେବୃଆରୀ 1922 ରେ। କଣ ହେଇଥିଲା ଏଇ ଦିନ ନା ଏଇ ଦିନ ଯୋଉ ସତ୍ୟାଗ୍ରହୀ ମାନେ ଗୋଟେ କଣ କରିଥିଲେ ନା ଥାନାକୁ ପୋଡି ଦେଇଥିଲେ। ଗୋଟେ ଥାନା ଯୋଉ ପୋଡି ଦେଇଥିଲେ ଚୌରୀ ଚୌରା ଠାରେ ଯୋଉ ଗୋଟେ ଥାନା ଥିଲା, ଯୋଉଟା କି 22 ଜଣ ପୁଲିସ ଅଫିସର କଣ କରିଥିଲେ ନା ଜିଅନ୍ତା ଜଳି ଯାଇଥିଲେ, ଯୋଉଠି କି ହିଂସା ହେଇଥିଲା। ଆଉ ମହାତ୍ମା ଗାନ୍ଧୀ କଣ ଚାହୁଥିଲେ ନା ଅହିଂସା ରେ ହଉ, କିନ୍ତୁ ଏଠି ସେ ଯେହେତୁ ଗୋଟେ ହିଂସା ହେଇଗଲା, ସେଥିପାଇଁ ମହାତ୍ମା ଗାନ୍ଧୀ ନନ୍ କୋଅପରେସନ ମୁଭମେଣ୍ଟ କୁ ବନ୍ଦ କରିଦେଲେ। କେବେ ଯୋଉ ଚୌରୀ ଚୌରା ଇନସିଡେଣ୍ଟଟା ହେଇଥିଲା 4 ଫେବୃଆରୀ 1922 ରେ ହେଇଥିଲା। କେବେ ହେଇଥିଲା? 4 ଫେବୃଆରୀ 1922 ରେ। ତ ସେଇଠୁ କଣ ହେଇଗଲା ନା ନନ୍ କୋଅପରେସନ ମୁଭମେଣ୍ଟଟା ବନ୍ଦ ହେଇଗଲା। ତ ନେକ୍ସଟ କ୍ୱେଶ୍ଚନ ଦେଖିବା, ହୁ ଫାଉଣ୍ଡେଡ ଦ ସ୍ୱରାଜ ପାର୍ଟି। ସେ ପଚାରୁଛି ସ୍ୱରାଜ ପାର୍ଟିଟାକୁ କିଏ ଫାଉଣ୍ଡ କରିଥିଲେ ବୋଲି ପଚାରୁଛି। କେବେ ଯଦି ପଚାରିବ କେବେ ଫାଉଣ୍ଡ ହେଇଥିଲା, ତାହେଲେ 1923 ରେ ସ୍ୱରାଜ ପାର୍ଟିଟା କଣ ହେଇଥିଲା ନା ଫାଉଣ୍ଡ ହେଇଥିଲା। ଯେ ଫାଉଣ୍ଡର କିଏ ଅଛି? ଅପସନ ଅଛି ମହାତ୍ମା ଗାନ୍ଧୀ ଆଉ ନେହେରୁ, ଚିତ୍ତରଞ୍ଜନ ଦାସ ଆଉ ମୋତିଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ ଆଉ ତିଲକ, ନା ପଟେଲ ଏଣ୍ଡ ରାଜେନ୍ଦ୍ର ପ୍ରସାଦ। ଏଠି ଉତ୍ତର କୋଉଟା ହବ ନା ସ୍ୱରାଜ ପାର୍ଟିକୁ କିଏ କରିଛନ୍ତି ନା ଚିତ୍ତରଞ୍ଜନ ଦାସ ଆଉ ମୋତିଲାଲ ନେହେରୁ, ଏଇ ଦି ଜଣ ମିଶିକି ସ୍ୱରାଜ ପାର୍ଟିକୁ ଫାଉଣ୍ଡ କରିଛନ୍ତି। ଆଉ କେବେ ଫାଉଣ୍ଡ କରିଥିଲେ? 1923 ରେ। ତ ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା ଆମର କଣ ଅଛି, ତ ସ୍ୱରାଜ ପାର୍ଟି ୱାଜ ଫାଉଣ୍ଡେଡ ଇନ୍, ମୁଁ ଏବେ କହିଲି ଯେ ସ୍ୱରାଜ ପାର୍ଟିଟା କେବେ ଫାଉଣ୍ଡ ହେଇଥିଲା ନା 1923 ରେ। ତ ସ୍ୱରାଜ ରିଲେଟେଡ ଯାହା ଯାହା କ୍ୱେଶ୍ଚନ ମୁଁ କହିଦେଇଥିଲି, କାହିଁକି ସ୍ୱରାଜ ୱାର୍ଡଟାକୁ ପ୍ରଥମେ କିଏ ବ୍ୟବହାର କରିଥିଲେ ବା କିଏ କଏନ କରିଥିଲେ ଯଦି ପଚାରିବ, ତାହେଲେ ଦାଦା ଭାଇ ନାରୋଜୀ। ସ୍ୱରାଜ ଇଜ ମାଇ ବାର୍ଥ ରାଇଟ୍ ଆଣ୍ଡ ଆଇ ସାଲ୍ ହ୍ୟାଭ୍ ଇଟ୍, ଏକଥା କିଏ କହିଥିଲେ ନା ବାଲ ଗଙ୍ଗାଧର ତିଲକ କହିଥିଲେ। ତାପରେ ପୂର୍ଣ୍ଣ ସ୍ୱରାଜ କଥା 1929 ରେ କିଏ କହିଥିଲେ ନା ଜବାହରଲାଲ ନେହେରୁ କହିଥିଲେ ଲାହୋର ସେସନରେ। ତ ଆଉ ସ୍ୱରାଜ ପାର୍ଟିଟା କିଏ କରିଥିଲେ ନା ମୋତିଲାଲ ନେହେରୁ ଆଉ ଚିତ୍ତରଞ୍ଜନ ଦାସ। କେବେ କରିଥିଲେ? 1923 ରେ। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା, ଗାନ୍ଧୀ ପ୍ରିସାଇଡ୍ ଓଭର ହୁଇଚ୍ ଆଇଏନସି ସେସନ। ତାହେଲେ ମହାତ୍ମା ଗାନ୍ଧୀ କଣ କରିଥିଲେ ନା ଆଇଏନସି ର ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ କେବେ ଫାଉଣ୍ଡ ହେଇଥିଲା? 1985 ରେ। କାହା ଦ୍ଵାରା ହେଇଥିଲା? ଏଉ ହ୍ୟୁମଙ୍କ ଦ୍ଵାରା। ତ ସେ କଣ କହିଛି ନା ସେ ପ୍ରଥମେ ଯିଏକି ମହାତ୍ମା ଗାନ୍ଧୀ ହଉଛନ୍ତି ଗୋଟିଏ ସେସନରେ ହିଁ ସେ ଚେୟାରପର୍ସନ ହେଇଥିଲେ ବା ପ୍ରିସାଇଡ୍ କରିଥିଲେ। ସେ କିଏ ସେଇଟା ନା କୋଉଟାରେ? ଅପସନ ଅଛି ଲାହୋର ସେସନ, କୋଲକାତା ସେସନ, ବେଲଗମ ସେସନ, ନା କରାଚି ସେସନ। କୋଉ ସେସନରେ ସେ ପ୍ରିସାଇଡ୍ ଓଭର କରିଥିଲେ ମହାତ୍ମା ଗାନ୍ଧୀ ନା ବେଲଗମ ସେସନରେ ହିଁ ସେ କଣ କରିଥିଲେ ନା ଯୋଉ 1924 ରେ। କେବେ ନା 1924 ରେ ଯୋଉ ବେଲଗମ ସେସନରେ ହିଁ ମହାତ୍ମା ଗାନ୍ଧୀ କଣ କରିଥିଲେ ନା ଆଇଏନସି ର ପ୍ରିସାଇଡ୍ ଓଭର କରିଥିଲେ ବା ପ୍ରେସିଡେଣ୍ଟ ହେଇଥିଲେ କିଏ? ମହାତ୍ମା ଗାନ୍ଧୀ। କୋଉ ଅଧିବେଶନରେ? ବେଲଗମ ଅଧିବେଶନରେ। କେବେ ପଚାରିଲେ? 1924 ରେ। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା ଆମେ କଣ ନା ତ ସାଇମନ କମିଶନ କେମ୍ ଟୁ ଇଣ୍ଡିଆ ଇନ୍, ସାଇମନ କମିଶନ ଇଣ୍ଡିଆକୁ କେବେ ଆସିଥିଲେ ବୋଲି ପଚାରୁଛି। ଏଠି ଦିଟା କ୍ୱେଶ୍ଚନ ହେଇପାରିବ। ସାଇମନ କମିଶନ କେବେ ଫର୍ମେସନ ଯଦି ହେଇଥିଲା, ତାହେଲେ କରିବ କଣ 1927। 1927 ରେ ସାଇମନ କମିଶନଟା କଣ ହେଇଥିଲା ନା ଫର୍ମେସନ ହେଇଥିଲା। କିନ୍ତୁ ସେଇଠି ପଚାରୁଛି କଣ ନା ଇଣ୍ଡିଆକୁ କେବେ ଆସିଥିଲେ। ତେବେ ଯଦି ସାଇମନ କମିଶନ ଫର୍ମେସନ ହେଇଛି 1927 ରେ, କିନ୍ତୁ ଇଣ୍ଡିଆକୁ ଆସିଛନ୍ତି କେବେ? 1928 ରେ। ଆଉ ସାଇମନ କମିଶନର ମେମ୍ବର ସଂଖ୍ୟା କେତେଟା ଥିଲେ ନା 7 ଜଣ ଥିଲେ, ଯିଏକି ସବୁଗୁଡାକ ନନ୍ ଇଣ୍ଡିଆନ ଥିଲେ। କେହି ଆମ ଓଡିଶା ସରି ଆମ ଇଣ୍ଡିଆରେ କେହି ଲୋକ ନଥିଲେ, ସବୁ ଇଂରେଜ ମାନେ ଥିଲେ। ସେଥିପାଇଁ ଆମ ଭାରତର ଲୋକମାନେ କଣ କହିଲେ ନା ଗୋ ବ୍ୟାକ୍ ସାଇମନ ଗୋ ବ୍ୟାକ୍, ଏଇ କଥା ସେ କହିଥିଲେ। ଆଉ କେବେ ଆସିଥିଲେ ଭାରତକୁ? 1928 ରେ। କେବେ ଫର୍ମେସନ ହେଇଥିଲା? 1927 ରେ।
नेक्स्ट क्वेश्चन देखिबा व्हाई वाज द साइमन कमिशन अपोज्ड इन इंडिया साइमन कमिशन को इंडिया रे काहे के अपोज करा हितला बोली पचारुछि जे इट सपोर्टेड ब्रिटिश रूल इट हैड नो इंडियन मेंबर्स ना इट रिड्यूस प्रोविनेंस ना इट सपोर्ट प्रिंसली स्टेट्स एटा कोन पई करथले ना इट हैड नो इंडियन मेंबर साइमन कमिशन रे गुटे भी हम इंडियन मेंबर नथिले तो सेति पई कोन हितले ना हम साइमन कमिशन को अपोज करा हितला और केबे आस्थिले 1928 रे ही से माने इंडिया को आसिथिले हु वाज द चेयरमैन ऑफ द साइमन कमिशन चेयरमैन किए बोली पचारुछि किए थिले ऑप्शन अछि जॉन साइमन स्टाफोर्ड क्रिप्स लॉर्ड इरुइन ना रामसे मैकडोनाल्ड किए थिले ना ए जॉन साइमन ही साइमन कमिशन लो चेयरमैन थिले और तांकरी ना अनुसार सेटा कोन थिला ना जॉन साइमन ही थिला आ एटर केते जन मेंबर थिले 7 जन मेंबर थिले आ केही भी इंडियन नथिले आ केबे आस्थिले इंडिया को 1928 रे द सिविल डिसोबीडिएंट मूवमेंट वाज लॉन्च्ड इन सिविल डिसोबीडिएंट माने कोन आईन अमान्य आंदोलन बा जोटा जो लवण सत्याग्रह बोली कहा जाए से पचारछि एटा केबे लॉन्च करा हितला बोली पचारुछि 1927 1929 1930 ना 1931 एथि उत्तर कोटा हबो ना 1930 मसिया रे ही सिविल डिसोबीडिएंट मूवमेंट टा हेतिला केबे हेतिला 1930 मसिया रे यार नेतृत्व कि नेथिले महात्मा गांधी नेथिले नेक्स्ट क्वेश्चन देखिबा कोन अछि नेक्स्ट क्वेश्चन देछि हाँ देखिए कौन द सिविल डिसोबीडियंस मूवमेंट बिगेन विथ ये जो सिविल डिसोबीडियंट को आउ कौन कहा जाए किसी क्वाइट इंडिया मूवमेंट दांडी मार्च ना जो सल्ट सत्याग्रह चौरी चौरा इंसिडेंट ना साइमन कमिशन कौन कहा जाए सिविल डिसोबीडियंट को कौन कहा जाए ना दांडी मार्च बोली कहा जाए जोटा कि साबरमती आश्रम रु दांडी पर्यंत जाइथिले आ सेठी लुण मारिथिले नेक्स्ट क्वेश्चन द बरदोली सत्याग्रह टुक प्लेस इन ए बरदोली सत्याग्रहटा केबे हेतिला बोली पचारुछि केबे हेतिला 1917 1919 1928 ना 1930 केबे हेतिला ए बरदोली सत्याग्रहटा 1928 रे हेतिला केबे हेतिला 1928 नेक्स्ट क्वेश्चन जो देखिबा कोन देखि हु लेड द बरदोली सत्याग्रह ए बरदोली सत्याग्रह को किए माने लीडर हेतिले बा किए तार प्रिसाइड ओवर करथिले बा किए मुख्य थिले ऑप्शन अछि महात्मा गांधी जवाहरलाल नेहरू वल्लभ भाई पटेल ना सुभाष चंद्र बोस किए थिले ना ई सरदार वल्लभ भाई पटेल ही कोन करथिले ना लीडर थिले बरदोली सत्याग्रह रो लीड करथिले किए वल्लभ भाई पटेल ସେଇଠି ହିଁ ତାଙ୍କୁ କୋଉ ଆଖ୍ୟାଟା ମିଳିଥିଲା ନା ସରଦାର ୱାର୍ଡଟା ହିଁ ତାଙ୍କୁ ମିଳିଥିଲା କଣ ମିଳିଥିଲା ନା ସରଦାର ଆଖ୍ୟା ମିଳିଥିଲା ସରଦାର ବଲ୍ଲଭ ଭାଇ ପଟେଲ ନେକ୍ସଟ କ୍ୱେଶ୍ଚନ ଦେଖିବା ହୁ ୱାଜ ନୋନ୍ ଆଜ ଦ ଫ୍ରଣ୍ଟିୟର ଗାନ୍ଧୀ ବୋଲି କାହାକୁ କୁହାଯାଏ ଯୋଉ ସୀମାନ୍ତ ଗାନ୍ଧୀ ବୋଲି କାହାକୁ କୁହାଯାଏ ଅପସନ ଅଛି ମୌଲାନା ଆଜାଦ ଅବଦୁଲ ଖାନ ଗଫର ଖାନ ଅବଦୁଲ ଗଫର ଖାନ ତାପରେ ଲାଇକତ ଅଲି ଖାନ ନା ଅବଦୁଲ କାଲାମ ଆଜାଦ କିଏ ନା ଏ ଖାନ ଅବଦୁଲ ଗଫର ଖାନ କୁ କଣ କୁହାଯାଉଥିଲା ନା ଫ୍ରଣ୍ଟିୟର ଗାନ୍ଧୀ ବୋଲି କୁହାଯାଉଥିଲା ଆଉ ଇଏ ହଉଛନ୍ତି ପ୍ରଥମ ନନ୍ ଇଣ୍ଡିଆନ ଯିଏକି ଭାରତ ରତ୍ନ ଆୱାର୍ଡ ପାଇଥିଲେ ଇଏ ଇଣ୍ଡିଆନ ନୁହନ୍ତି କିନ୍ତୁ ସେ ଭାରତ ରତ୍ନ ଆୱାର୍ଡ ପାଇଥିଲେ କିଏ ନା ଖାନ ଅବଦୁଲ ଗଫର ଖାନ ଯାହାକୁ କଣ କୁହାଯାଏ ଫ୍ରଣ୍ଟିୟର ଗାନ୍ଧୀ ଯେ ହାଉ ମେନି ରାଉଣ୍ଡ ଟେବୁଲ କନଫରେନ୍ସ ୱେଆର ହେଲ୍ଡ ଏ ଯୋଉ ଗୋଲ ଟେବୁଲ ବୈଠକ ଯୋଉ କୁହାଯାଏ ରାଉଣ୍ଡ ଟେବୁଲ କନଫରେନ୍ସ କେତେଟା ହେଇଥିଲା ବୋଲି ପଚରାଛି କିଛି ଗୋଟେ ଦୁଇଟା ତିନିଟା ନା ଚାରିଟା କେତେଟା ହେଇଥିଲା ନା ଦେୟାର ଆର୍ 3 ରାଉଣ୍ଡ ଟେବୁଲ କନଫରେନ୍ସ ହେଲ୍ଡ କେତେ ହେଇଥିଲା ନା ତିନିଟା ହେଇଥିଲା କଣ କଣ ଗୋଟେ କେବେ ହେଇଥିଲା ଗୋଟେ 1930 ରେ ବା 1930 ଗୋଟେ 31 ଆଉ ଗୋଟେ 32 ଏଇ ତିନିଟା ହେଇଥିଲା କଣ ନା ରାଉଣ୍ଡ ଟେବୁଲ ବୈଠକ ଆଉ ମହାତ୍ମା ଗାନ୍ଧୀ କୋଉଗୁଡାକୁ ଯାଇଥିଲେ ନାଇଁ କେବଳ ଏଇ ସେକେଣ୍ଡ ରାଉଣ୍ଡ ଟେବୁଲ ବୈଠକକୁ ଯାଇଥିଲେ ସେ ପଚାରିଛି ମହାତ୍ମା ଗାନ୍ଧୀ ଆଟେଣ୍ଡେନ୍ସ ହୁଇଚ୍ ରାଉଣ୍ଡ ଟେବୁଲ କନଫରେନ୍ସ ମହାତ୍ମା ଗାନ୍ଧୀ କୋଉଟାକୁ ଯାଇଥିଲେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ନା ନୋନ୍ କାହାକୁ ଯାଇଥିଲେ ସେ ସେକେଣ୍ଡ ରାଉଣ୍ଡ ଟେବୁଲ ବୈଠକକୁ କିଏ ଯାଇଥିଲେ ନା ମହାତ୍ମା ଗାନ୍ଧୀ ଯାଇଥିଲେ ଆଉ କେବେ ହେଇଥିଲା 1931 ରେ ହିଁ ସେକେଣ୍ଡ ରାଉଣ୍ଡ ଟେବୁଲ ବୈଠକଟା ହେଇଥିଲା କିଏ ଯାଇଥିଲେ ମହାତ୍ମା ଗାନ୍ଧୀ ଏଟା ଆଟେଣ୍ଡ କରିଥିଲେ ନେକ୍ସଟ କ୍ୱେଶ୍ଚନ ଦେଖିବା ତ ଥାର୍ଡ ରାଉଣ୍ଡ ଟେବୁଲ କନଫରେନ୍ସ ୱାଜ ହେଲ୍ଡ ଇନ୍ ତୃତୀୟଟି କେବେ ହେଇଥିଲା 30 31 32 ନା 34 ଆମେ ଜାଣିଛନ୍ତି 30 31 32 ରେ ତିନିଟା ହେଇଥିଲା 30 ରେ ଫାର୍ଷ୍ଟ 31 ରେ ସେକେଣ୍ଡ ଆଉ 32 ରେ ଥାର୍ଡ ତାହେଲେ କେବେ ହେଇଥିଲା 1932 ରେ ହିଁ ଏଟା କଣ ହେଇଥିଲା ନା ଥାର୍ଡ ରାଉଣ୍ଡ ଟେବୁଲ ଟା ହେଇଥିଲା ନେକ୍ସଟ କ୍ୱେଶ୍ଚନ ଦେଖିବା ଦ ହରିଜନ ସେବକ ସଂଘ ୱାଜ ଫାଉଣ୍ଡେଡ ବାଇ এই হরিজন সেবক সংঘକୁ କିଏ ଫାଉଣ୍ଡ କରିଥିଲେ ବୋଲି ପଚାରୁଛି ଦେଖି ବି ଆର ଆମ୍ବେଦକର ମହାତ୍ମା ଗାନ୍ଧୀ ଜବାହରଲାଲ ନେହେରୁ ରାଜେନ୍ଦ୍ର ପ୍ରସାଦ କିଏ କରିଥିଲେ এই হরিজন সেবক ସଂଘକୁ କିଏ କରିଥିଲେ ନା ମହାତ୍ମା ଗାନ୍ଧୀ ହିଁ ହରିଜନ ସେବକ ସଂଘର ଫାଉଣ୍ଡର ଥିଲେ ନେକ୍ସଟ କ୍ୱେଶ୍ଚନ ଯଦି ଆମେ ଦେଖିବା କଣ କହିଛି ସି ଦ ମେନ୍ ଅବଜେକ୍ଟିଭ ଅଫ ଦ ହରିଜନ ସେବକ ସଂଘ ୱାଜ ଟୁ ଏଇ ଯୋଉ ହରିଜନ ସେବକ ସଂଘର ମୁଖ୍ୟ ତାର ଲକ୍ଷ୍ୟ କଣ ଥିଲା ବା ମୁଖ୍ୟ ଉଦ୍ଦେଶ୍ୟ କଣ ଥିଲା ବୋଲି ପଚାରୁଛି ଡିମାଣ୍ଡ ସେପାରେଟ ଇଲେକ୍ଟୋରେଟ୍ସ ଆବଲିଶ ଅନଟଚେବିଲିଟି ସପୋର୍ଟ ବ୍ରିଟିଶ ରୁଲ ନା ପ୍ରମୋଟ ଆର୍ମଡ ଷ୍ଟ୍ରଗଲ କୋଉଟା ହବ ନା ଆବଲିଶ ଅନଟଚେବିଲିଟି ଯୋଉ ଛୁଆଁର ଭେଦଭାବ ଅଛି ତାକୁ ହିଁ ହଟେଇବା ପାଇଁ ଯାଇକି ମହାତ୍ମା ଗାନ୍ଧୀ କଣ କରିଥିଲେ ହରିଜନ ସେବକ ସଂଘ ପ୍ରତିଷ୍ଠା କରିଥିଲେ
नेक्स्ट क्वेश्चन देखिबा द पूना पैक्ट वाज एन एग्रीमेंट बिटवीन ए पूना पैक्टटा काहा काहा मध्यरे हितला बोली पचारुछि गांधी एंड नेहरू गांधी एंड मोहम्मद अली जिन्ना गांधी एंड आंबेडकर ना नेहरू एंड आंबेडकर काहा भितर हितला ଏଇ ଯୋଉ ପୁନା ପ୍ୟାକ୍ଟଟା କାହା କାହା ହେଇଥିଲା 1932 ରେ ହେଇଥିଲା କାହା ଭିତରେ ନା ଗାନ୍ଧୀ ଆଉ ଆମ୍ବେଦକରଙ୍କ ମଧ୍ୟରେ ପୁନା ପ୍ୟାକ୍ଟଟା ହେଇଥିଲା କେବେ ହେଇଥିଲା 1932 ରେ ତ ଆଜି ଏଇ ଭିଡିଓରେ ଏତିକି ଭିଡିଓଟି କେମିତି ଲାଗିଛି ମୁଁ ବହୁତ ଜଲ୍ଦି ସାରିବା ପାଇଁ ଚେଷ୍ଟା କରିଛି ଭିଡିଓଟି କେମିତି ଲାଗିଛି ନିହାତି କମେଣ୍ଟରେ ଜଣେଇବେ ଭିଡିଓ ଯଦି ଭଲ ଲାଗିଥିବ ନିହାତି ଲାଇକ୍ କରିବେ ସାଙ୍ଗମାନଙ୍କ ସହିତ ସେୟାର କରିବେ ଆଉ ବିଏଡ୍ ପାଇଁ ଯଦି ପ୍ରିପେୟାର ହଉଛନ୍ତି ତାହେଲେ ଏଇ ଯେତିକି ସବୁ କ୍ୱେଶ୍ଚନକୁ କମ୍ପ୍ଲିଟ୍ କରିଦିଅନ୍ତୁ ଆଉ ତାହେଲେ ଦେଖିବେ ହିଷ୍ଟ୍ରି ଆଉ ଜୋଗ୍ରାଫି କେତେ ଇଜି ଲାଗୁଛି ବିଏଡ୍ ପାଇଁ ତ ଥ୍ୟାଙ୍କ ୟୁ ଯଦି ଭିଡିଓଟି ଭଲ ଲାଗିଛି ନିହାତି ଲାଇକ୍ କରିବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ ପୁଣି ନେକ୍ସଟ ଭିଡିଓ ଦେଖାହବ ଥ୍ୟାଙ୍କ ୟୁ